ଆପଣଙ୍କ ନାଁ କ'ଣ? ମୋ ନାଁ ପ୍ରଭୁ ଖାଲକୁ। ଆମ ଘର ଆକ୍ଚୁଆଲି ହେଲା ରାଉରକେଲା ଆସିକି ମୁଁ ଦାନଗଦିରୁ ରହିଲିଣି ବହୁତ ବର୍ଷ। ପ୍ଲାଣ୍ଟରେ କାମ କରୁଛି। କାମ କଲା ଭିତରେ ମୋର ଦେହଟା ଖରାପ ହେଇଯାଇଥିଲା। କେଉଁ ପ୍ଲାଣ୍ଟରେ କରୁଛନ୍ତି? ଜିନ୍ଦଲ ପ୍ଲାଣ୍ଟରେ। ଜିନ୍ଦଲ ପ୍ଲାଣ୍ଟରେ ମୁଁ ରୋଗଟା ମୁଁ ଚେକ୍ କଲା ପରେ ବାହାରିଲା ମୁଁ ମେଡ଼ିକାଲ। କି ରୋଗ ବାହାରିଲା ଆପଣଙ୍କର? କେଉଁଠି ଦେଖେଇଥିଲେ? କିଡ଼ନୀ ରୋଗ ବାହାରିଲା। ମୁଁ କଟକରେ ଦେଖେଇଲି, ଭୁବନେଶ୍ୱର ଦେଖେଇଲି। କଟକରେ କହିଲେ ତୁମର ଡାୟାଲିସିସ୍ କରିବାକୁ ପଡ଼ିବ। ଡାୟାଲିସିସ୍ କରିବାକୁ ପଡ଼ିବ କହିଲେ, ଆଉ ମୁଁ କଲିନି। ମୁଁ ପଳେଇ ଆସିଲି ଘରକୁ ପଳେଇ ଆସିଲା ପରେ ଆମର ଜନସେବା କେନ୍ଦ୍ରରେ ମୋର କାମ ଥିଲା। ମୁଁ ଆସିଲି। ତାରି ପାଖରେ ଗୋଟେ କେଭା ଷ୍ଟୋରଟା ଅଛି। ସେ କେଉଁ ଜାଗାରେ? ଧାନଗଦିରେ ଅଛି। ସେ କେଭା ଷ୍ଟୋର ପାଖକୁ ମୁଁ ଗଲି, ଯାଇକି ସାର୍ ସହିତ କଥା ହେଲି। ସାର୍ ମୋର ଏଇଆ ପ୍ରୋବ୍ଲେମ୍ ଅଛି। ସାର୍ କହିଲେ କ'ଣ ପ୍ରୋବ୍ଲେମ୍? କିଡ଼ନୀ। ମୁଁ କହିଲି ମୋ କିଡ଼ନୀ ରୋଗ ଅଛି। ତାପରେ ସାର୍ କହିଲେ ନା, ଆମ ଜାପାନ ମେସିନ୍ ଅଛି। ଜାପାନ ମେସିନ୍ରେ ଟେଷ୍ଟ କରିଦେଲେ ତୁମର ଯାହା ପ୍ରୋବ୍ଲେମ୍ ଅଛି ସବୁ ଜଣାପଡ଼ିଯିବ। ତାପରେ ସାର୍ କହିଲେ ତୁମର ତ ବହୁତ ପ୍ରକାର ରୋଗ ଅଛି। ସେମାନେ ତ ମୁଁ ଏଲୋପାଥିରେ ଦେଖୁଥିଲି, ସେ କହୁନଥିଲେ ନା ମୋତେ କି ତୁମର ଏଇଆ ଅଛି ସେଇଆ ଅଛି, ଖାଲି ତୁମର କିଡ଼ନୀ ରୋଗ କହିଲେ ମୁଁ ଜାଣିବି କେମିତି? ସେ ସାର୍ ଆସିକି ମୋତେ ସବୁ ଜିନିଷ କହିଲେ କି ତୁମର ପାଇଲ୍ସ ଅଛି, ପ୍ରୋଷ୍ଟେଟ୍ ଅଛି, ଡାଇଜେସନ୍ ହେଉନି, ଗ୍ୟାସ୍ ପ୍ରୋବ୍ଲେମ୍ ଅଛି, ଗାଇନିକ୍ ପ୍ରୋବ୍ଲେମ୍ ଅଛି। ସେଇଦିନ ସାର୍ ବି ପଚାରିଲେ ମୋତେ। ସାର୍ କହିଲେ କି ତୁମର ଭଲ ହେବାର ଅଛି ହେଲେ ସବୁ ନେବ, ନହେଲେ ତୁମ ଇଚ୍ଛା କହିଲେ। ନା ସାର୍, ମୁଁ ସବୁ ନେବି। ମୋତେ ଭଲ ହେବାର ଅଛି, ସବୁ ଔଷଧ ନେଇକି ଖାଇବି। କେତେ ଦିନ ଖାଇଲ? ମୁଁ ଖାଇଲି, ଏଟା 7 ଦିନ ନେଇଥିଲି। 7 ଦିନ ଖାଇଲା ପରେ ନା ମୋତେ ଟିକେ ଭଲ ଲାଗିଲା ବେଳେ ମୁଁ 4 ମାସ ପାଇଁ ନେଲି। ମାସେ 4 ମାସ ଖାଇଲିଣି। ଏକାଥରେ ତ ନେଇ ହେବନି ନା ସାର୍। ସେଇଥିପାଇଁ ମୁଁ ମାସେ ପାଇଁ ନେଲି। ପୁଣି ମାସେ 4 ମାସ ଖାଇଲି। 4 ମାସ ଖାଇଲା ପରେ ଠିକ୍ ହେଲା ବେଳେ ମୁଁ 4 ମାସ ବଢ଼େଇଲି। 4 ମାସ ଖାଇଲା ପରେ ଏବେ ମୋର ବଡ଼ିଟା ପୁରା ଠିକ୍ ଅଛି। ଆପଣ କ'ଣ କହିଥିଲେ ମେଡ଼ିକାଲରେ? ମେଡ଼ିକାଲରେ କହିଥିଲେ ଆମକୁ ଡାୟାଲିସିସ୍ ହେବାକୁ ପଡ଼ିବ। ତୁମର କିଡ଼ନୀ 3% 4% ତୁମକୁ ଡାୟାଲିସିସ୍ 3-4%। ମୁଁ ବହୁତ ଜାଗାରେ ପଚାରିଲି କି 3-4%ର ତ ଡାୟାଲିସିସ୍ ହେବନି। ସେ କହିଲେ ଡାୟାଲିସିସ୍ କରିବାକୁ ପଡ଼େ ସାର୍। ସେଇଦିନ ପଳେଇ ଆସିଲି, ଡାୟାଲିସିସ୍ କଲିନି। କରିକି ମୁଁ ଆୟୁର୍ବେଦିକ ଔଷଧ ଖାଇକି, କେଭା ଆୟୁର୍ବେଦିକ ଖାଇକି, ସାର୍ ଆମର ଅଛନ୍ତି ତପନ ସାର୍, ତାଙ୍କ ଘରେ ଖାଇକି ମୋ ଦେହ ସୁସ୍ଥ ଅଛି। ତାଙ୍କୁ ବହୁତ ବହୁତ ଧନ୍ୟବାଦ ତପନ ସାର୍କୁ, ଆମକୁ ଏଇ ଔଷଧ ଦେଇକି ଭଲ କରିଛନ୍ତି ଆଉ। ଥ୍ୟାଙ୍କ ୟୁ।